हेलो स्टूडेंट्स मु गोपाल आपण मानक स्वागत करछ आपण मानक यूट्यूब चैनल चालो पढिबे तो पिला माने केमती अछ बस आशा कर समस्त बहुत ही भलो रहतिबो। तो पिला माने तमे समस्त जानि सारथिबो कि आमे कोन करछन ना एमसीक्यू रो महा मैराथन स्टार्ट करछे। पिला माने आमे एमसीक्यू रो महा मैराथन आमे स्टार्ट करछे जे कि तमे पिला माने 10th क्लास रो जेते भी एग्जाम दियो दशम श्रेणी रो जेते भी एग्जाम दियो सी एसए 1 हेई पारे एसए 2 हेई पारे एफए 1 एफए 2 आपण माने जेते भी एग्जाम दउछन ना काई कि तमे माने कौन हम पिला माने तुमको ସେଇଠି 100% ରୁ 50% ପ୍ରାୟ 50% ତମେ ଏମସିକ୍ୟୁ କୁ ଫେସ୍ କରୁଛ ପିଲାମାନେ ଏମସିକ୍ୟୁ କୁ ଫେସ୍ କରୁଛ। ତ ଆମେ କଣ କରୁଛେ ସେଇ ଏମସିକ୍ୟୁ କୁ ଷ୍ଟ୍ରଙ୍ଗ କରିବା ପାଇଁ ଆମେ ଏଇ ମାରାଥନ ଟି ଷ୍ଟାର୍ଟ କରୁଛେ ଯେ କି ମ୍ୟାଥ ଆଉ ସାଇନ୍ସ ର ଆମେ ଏମସିକ୍ୟୁ ଡିସ୍କସନ କରୁଛେ। ବହୁତ ହି ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ କରୁଛେ ଯୋଉଗୁଡା ଏକ୍ସାମ ର ପଢିଲା ଭଳିଆ ଏମସିକ୍ୟୁ ଆମେ ଡିସ୍କସନ କରୁଛେ। ଠିକ ଅଛି। ତ ପିଲାମାନେ ଆମେ ବହୁତ ଗୁଡା ଚାପ୍ଟର ସାରି ସାରିଲେଣି ପିଲାମାନେ ଆଜି ରହିଛି କଣ ଫିଜିକାଲ ସାଇନ୍ସ ର 5 ନମ୍ବର ଚାପ୍ଟର ଯିଏ ରହିଛି ଆଲୋକ ପ୍ରତିଫଳନ ଓ ପ୍ରତିସରଣ। ପିଲାମାନେ ଚାଲ ବିନା ଟାଇମ ୱେଷ୍ଟ କରିକି ଚାଲ ଭିଡିଓଟିକୁ ଷ୍ଟାର୍ଟ କରିବା। କ୍ୱେଶ୍ଚନ ଆନ୍ସର କରିବା। କ୍ୱେଶ୍ଚନ ଆନ୍ସର କରିବା ପୂର୍ବରୁ ବାସ୍ ତମମାନଙ୍କ ପାଇଁ ଗୋଟେ ଇନଫରମେସନ ରହିବ କି ପିଲାମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ ସେଟା ତ ଦୂର କଥା। ପିଲାମାନେ ତମ ପାଇଁ ଗୋଟେ ଇନଫରମେସନ ରହିବ କି ଆମେ ଯେତେବେଳେ ଆମେ ଯିଏ ବି ନୂଆ ଅଛୁ ଚ୍ୟାନେଲରେ ଆମେ କଣ କରୁଛେ ନା ଏମସିକ୍ୟୁ ଯେତେବେଳେ ଆମେ ଡିସ୍କସନ କରୁଛେ ଗୋଟେ ନୂଆ ୱେ ର ଡିସ୍କସନ କରୁଛେ। ଆମେ କେମିତି କରୁଛେ ମକ୍ ଟେଷ୍ଟ ଭଳିଆ କରୁଛେ। ଆମେ କଣ କରୁଛେ ମକ୍ ଟେଷ୍ଟ ଭଳିଆ କରୁଛେ କେମିତିକା ନା ମନେ କର ଦେଖ ମୁଁ ଯେମିତି କ୍ୱେଶ୍ଚନ ଆନ୍ସର ଡିସ୍କସନ କରି କରି ଯିବି ସେଇ ଭିତରେ ତମେ କଣ କରିବ ନା ତମେ ନିଜେ ନିଜେ ଆନ୍ସର ଦେଇ ଦେଇ ଯିବ ଆଉ ଲାଷ୍ଟରେ ମତେ ଜଣେଇବ ପିଲାମାନେ ଆଜି ତଥାପି 17-18ଟି କ୍ୱେଶ୍ଚନ ଆମେ ନେଇକି ଆସିଛେ। ଆଲୋକ ପ୍ରତିଫଳନ ଓ ପ୍ରତିସରଣର ବହୁତ ଇମ୍ପୋର୍ଟାଣ୍ଟ ବାଛି ବାଛି 17ଟି କ୍ୱେଶ୍ଚନ ନେଇକି ଆସିଛେ। ତମେ ଲାଷ୍ଟରେ ମତେ ଜଣେଇବ କି କମେଣ୍ଟରେ ତୁମ ନାଁ ସହିତ ମତେ ଜଣେଇବ ନା ସାର୍ ମୋର 18ରୁ ମୋର ସାର୍ 12 ରହିଲା ନା ସାର୍ 18ରୁ ମୋର ସାର୍ 15 ରହିଲା ନା ସାର୍ 18ରୁ ମୋର ସାର୍ 12 ରହିଲା। ତ ସେଇ ଅନୁସାରେ ମୁଁ ମୋର ନେକ୍ସଟ ଭିଡିଓକୁ ମୋର କ୍ୱେଶ୍ଚନ ଲେବୁଲକୁ ଡେଭଲପ କରିବି କିମ୍ବା ଆଡଜଷ୍ଟ କରିକି ମୁଁ ତୁମ ପାଇଁ ନେଇକି ଆସିବି। ଠିକ ଅଛି। ତ ଚାଲ ଭିଡିଓଟିକୁ ଷ୍ଟାର୍ଟ କରିବା। ତା ଷ୍ଟାର୍ଟ କରିବା ପୂର୍ବରୁ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ଯୋଉମାନେ ନୂଆ ଅଛ ଆଉ ଚ୍ୟାନେଲ ଭିତରେ ଗୋଟେ ତମ ପାଇଁ ସରପ୍ରାଇଜ ଅଛି ସେ ବିଷୟରେ ବି ଜାଣିବା। ଠିକ ଅଛି। ତମ ସ୍କ୍ରିନ ଉପରେ ଆସିଯାଇଛି ପିଲାମାନେ। ଫାର୍ଷ୍ଟ କ୍ୱେଶ୍ଚନ କଣ କହିছে ନା ଗୋଟିଏ ଅବତଳ ଦର୍ପଣରେ ବସ୍ତୁର ସ୍ଥିତି ପି ଓ ଏଫ ମଧ୍ୟରେ ରହିଲେ ପ୍ରତିବିମ୍ବ ସ୍ଥିତିଟା କେଉଁଠାରେ ରହିଥାଏ। ବଢିଆ କ୍ୱେଶ୍ଚନଟା ପଚାରିଲେ ପିଲାମାନେ। ଗୋଟିଏ ସେ କଣ କହିଲା ଗୋଟିଏ ପ୍ରତିବିମ୍ବ ଗୋଟିଏ ଅବତଳ ପ୍ରତିବିମ୍ବରେ ବସ୍ତୁର ସ୍ଥିତିଟା କୋଉଠି ପି ଓ ଏଫ ମଧ୍ୟରେ ରହୁଛି। କେଉଁଠି ରହୁଛି ପିଲାମାନେ ପି ଓ ଏଫ ମଧ୍ୟରେ ରହୁଛି। ରହିଲେ ପ୍ରତିବିମ୍ବର ସ୍ଥିତିଟା କେଉଁଠାରେ ସୃଷ୍ଟି ହବ। କମେଣ୍ଟ କର ପିଲାମାନେ ପ୍ରତିବିମ୍ବର ସ୍ଥିତିଟା କୋଉଠାରେ ସୃଷ୍ଟି ହବ ଜଲ୍ଦି କର କମେଣ୍ଟ। ଭେରି ଗୁଡ। ପିଲାମାନେ କୋଉଠି ସୃଷ୍ଟି ହବ ଦର୍ପଣର ପଛପଟେ ସୃଷ୍ଟି ହବ। କୋଉଠି ସୃଷ୍ଟି ହବ ପିଲାମାନେ ଦର୍ପଣର ପଛପଟେ। ଯୋଉମାନେ ଦର୍ପଣର ପଛପଟେ କହିଛନ୍ତି ବିଲକୁଲ ରାଇଟ ଆନ୍ସର। ଓକେ ଆଉ ଯୋଉମାନେ ଆଉ ଅନ୍ୟ ତିନୋଟି କହିଛି ସେଗୁଡା ଭୁଲ। ନା ବର୍ତ୍ତୁଳାକାର କଣ କହିଲେ ପିଲେ ନା ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ବ୍ୟାସକୁ ଦର୍ପଣର କୋଣ ବୋଲି କହିଥାଉ। ନା ସେ କଣ କହିଲେ ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠର ବ୍ୟାସକୁ ପ୍ରତିଫଳନ ପୃଷ୍ଠର ବ୍ୟାସକୁ ଆମେ କୋଣ ବୋଲି କହିଥାଉ। ଜଲ୍ଦି କମେଣ୍ଟ କର ପିଲାମାନେ ଆମେ କଣ ବୋଲି କହିଥାଉ। ପ୍ରମୁଖ ଫୋକସ ବୋଲି ବି କହିନଥାଉ ବ୍ୟାସାର୍ଧ ବୋଲି ବି ଆମେ କହିନଥାଉ କେନ୍ଦ୍ର ବୋଲି ବି ଆମେ କଣ କହିଥାଉ ନା ଦ୍ୱାରକ ବୋଲି ଆମେ କହିଥାଉ। କଣ କହିଥାଉ ପିଲେ ଦ୍ୱାରକ ବୋଲି ଆମେ କହିଥାଉ। କାହାକୁ କହିଥାଉ ନା ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠର ବ୍ୟାସକୁ ଆମେ କଣ କହିଥାଉ ବ୍ୟାସକୁ ଦର୍ପଣର ଦ୍ୱାରକ ବୋଲି ଆମେ କହିଥାଉ। ଠିକ ଅଛି ନା ମନେ ରହିବ ପିଲାମାନେ ଅପସନ ଡି ଇଜ ଦ ରାଇଟ ଆନ୍ସର। ଯୋଉମାନେ ଠିକ କରିଛନ୍ତି ନିହାତି ଭାବରେ କମେଣ୍ଟରେ ମତେ ଜଣେଇବ। ଯୋଉମାନେ ଠିକ କରିଛନ୍ତି ନିହାତି ଭାବରେ କମେଣ୍ଟ। ନେକ୍ସଟ କ୍ୱେଶ୍ଚନ ତମ ସ୍କ୍ରିନ ଉପରେ ଆସିଯାଇଛି ପିଲାମାନେ। ଯେଉଁ ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ଯେଉଁ ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ବାହାର ଆଡକୁ ବକ୍ର ହୋଇ ରହିଥାଏ ତାକୁ ଆମେ କଣ ଯାଉଛି ପିଲାମାନେ ସେ କହୁଛି ବାହାର ଆଡକୁ ସେ ବକ୍ର ହେଇକି ରହିଛି। ଅବଭିୟସଲି ବାହାର ଆଡକୁ ଯଦି ବକ୍ର ହେଇକି ରହିଛି ସେ କଣ ଉତ୍ତଳ ଦର୍ପଣ ଭିତର ଆଡକୁ ଯଦି ବକ୍ର ହେଇକି ରହିଛି ସେ କଣ ଅବତଳ ଦର୍ପଣ ଗୁଡା ସବୁ ଆମେ ପଢିଛେ। ଠିକ ଅଛି ନା ତ ଏଟା ହବ କଣ ଅପସନ ସି ଇଜ ଦ ରାଇଟ ଆନ୍ସର ଉତ୍ତଳ ଦର୍ପଣ। କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି କଣ ନା ବର୍ତ୍ତୁଳାକାର ଦର୍ପଣର ବକ୍ର ପ୍ରତିଫଳନ ପୃଷ୍ଠ ମଧ୍ୟରେ ବିନ୍ଦୁକୁ ଏ ଯୋଉ ବର୍ତ୍ତୁଳାକାର ଦର୍ପଣ ଏଇ ଯୋଉ ବକ୍ର ପୃଷ୍ଠ ତଳ ଆମର ମଝି ପ୍ରତିଫଳନ ପୃଷ୍ଠର ମଝି ବିନ୍ଦୁଟାକୁ ଆମେ କଣ କହିଥାଉ ପିଲାମାନେ। ହଁ ମନେ ପଡୁଛି ଟିକେ ଆମେ ଯୋଉ ଲେଖୁ କଣ ଲେଖିଥାଉ ଯୋଉ ପି ବୋଲି ଲେଖିଥାଉ କଣ ସେଟା କଣ ପୋଲ କଣ ପିଲାମାନେ ପୋଲ ବୋଲି ଆମେ କହିଥାଉ। କଣ ଲେଖିଥାଉ ପିଲା କଣ କହିଥାଉ ପିଲେ ଆମେ ପୋଲ ବୋଲି ଆମେ କହିଥାଉ। ଫୋକସ କହିନଥାଉ ବକ୍ରତା କେନ୍ଦ୍ର ବି ନୁହଁ ପ୍ରମୁଖ ଅକ୍ଷ ନୁହଁ ଆମେ ତାକୁ କଣ କହିଥାଉ ନା ପୋଲ ବୋଲି ଆମେ କହିଥାଉ। କଣ କହିଥାଉ ପିଲେ ନା ପୋଲ ବୋଲି ଆମେ କହିଥାଉ। ସ୍କ୍ରିନ ଉପରେ ଆସିଯାଇଛି କଣ ନା ଗୋଟିଏ
ଅବତଳ ଦର୍ପଣରେ ଗୋଟିଏ ଅବତଳ ଦର୍ପଣରେ ବସ୍ତୁଟି ଅନନ୍ତ ଦୂରତାରେ ରହିଲେ ପ୍ରତିବିମ୍ବଟା କେଉଁଠି ଉତ୍ପନ୍ନ ହୁଏ? ସିମ୍ପଲ କ୍ୱେଶ୍ଚନ ଆମକୁ ମାନେ ଚିତ୍ର କରିକି ବି ଦେଖେଇତେ ହବନି କଣ ନା ଗୋଟେ ଅବତଳ ଦର୍ପଣରେ ବସ୍ତୁଟା ଅନନ୍ତ ଦୂରତାରେ ଆସୁଛୁ ବୁଝିଲ ଅନନ୍ତ ଦୂରତାରେ ରହିଲେ ତା ପ୍ରତିବିମ୍ବଟା ତାର ସ୍ଥିତିଟା କେଠି ଉତ୍ପନ୍ନ ହବ ଜଲ୍ଦି କମେଣ୍ଟ କର ପିଲାମାନେ ଭେରି ଗୁଡ ଠିକ ଅଛି କଣ ସି ଠାରେ କି ନା ସାର୍ ସି ଠାରେ ବିଲକୁଲ ନୁହେଁ ଦର୍ପଣ ପଛପଟେ ବି ନୁହେଁ ଏ ଓ ସି ଠାରେ ବି ବିଲକୁଲ ନୁହେଁ କଣ ହବ ପିଲାମାନେ ଅପସନ ସି ଇଜ ଦ ରାଇଟ ଆନ୍ସର ଫୋକସ ଠାରେ ସି କଣ ହବ ତା ପ୍ରତିବିମ୍ବଟା ଦେଖେଇବ ଫୋକସ ଠାରେ ତା ପ୍ରତିବିମ୍ବଟା ଉତ୍ପନ୍ନ ବା ଉତ୍ପନ୍ନ ହବ ଠିକ ଅଛି ନା ନାଇଁ ଅପସନ ସି ଇଜ ଦ ରାଇଟ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି ଅଭିଲମ୍ବ ଓ ପ୍ରତିଫଳିତ ରଶ୍ମି ଦ୍ଵାରା ଗଠିତ କଣକୁ କଣ କୁହାଯାଏ ଏଠି ଟିକେ ଛାଡି ଦିଆଯାଇଛି କଣକୁ କଣ କୁହାଯାଏ ଏଠି ଲେଖା କୁହାଯାଏ ଗଠିତ କଣକୁ ଆମେ କଣ କୁହାଯାଏ ସେ କହିଲେ ଅଭିଲମ୍ବ ଓ ପ୍ରତିଫଳିତ ରଶ୍ମି ଦ୍ଵାରା ଗଠିତ କଣକୁ କଣ କୁହାଯାଏ ଗଠିତ କଣକୁ ବା ଡେସ୍ କୁହାଯାଏ ଜଲ୍ଦି କମେଣ୍ଟ କର ପିଲାମାନେ ଭେରି ଗୁଡ ଆରେ ପ୍ରତିଫଳିତ ରଶ୍ମି ଦ୍ଵାରା କଣଟା ତିଆରି ହେଇଛି ମାନେ କଣ ପ୍ରତିଫଳନ କଣ ଆପତନ ଦ୍ଵାରା କଣଟା ଆପତିତ ରଶ୍ମି ଦ୍ଵାରା କଣଟା ତିଆରି ହେଇଥିଲେ କଣ ହେଇଥାନ୍ତା ଆପତନ କଣ ହେଇଥାନ୍ତା ବୁଝିପାରୁଛ ନା ନାଇଁ ତେବେ ଅପସନ ବି ଇଜ ଦ ରାଇଟ ଆନ୍ସର ପ୍ରତିସରଣ କଣ ନୁହଁ ନିର୍ଗତ କଣ ବି ନୁହଁ ମାନେ ନେକ୍ସଟ କ୍ୱେଶ୍ଚନ ଯିବା ପୂର୍ବରୁ ବାସ୍ ଗୋଟିଏ ବଢିଆ ଇନଫରମେସନ ତମ ପାଇଁ ସରପ୍ରାଇଜ ରହିଛି କି ପିଲାମାନେ ନା ଚାଲ ପଢିବା ହ୍ୱାଟ୍ସଆପ ଗ୍ରୁପରେ ତୁମେ କେମିତି ଜଏନ ହବ ପିଲାମାନେ ଚାଲ ପଢିବା ହ୍ୱାଟ୍ସଆପ ଗ୍ରୁପରେ ଜଏନ ହବା ପୂର୍ବରୁ ତମେ ତୁମ ମନରେ କ୍ୱେଶ୍ଚନ ଆସିବ କି ନା ସାର୍ ଆମେ କାହିଁକି ଜଏନ ହବା କଣ ସବୁ ବେନିଫିଟ୍ସ ରହିଛି ଯାହା ଫଳରେ କି ଆମେ ଜଏନ ହବା ପ୍ରଥମ ବେନିଫିଟ୍ସ ପିଲାମାନେ ମୁଁ ପ୍ରତ୍ୟେକ ଭିଡିଓରେ ମୁଁ ସବୁ ବେନିଫିଟ୍ସ ଗୁଡା କହିଦିଏ ହେଲା ଏ ଭିଡିଓରେ ବି ମୁଁ ସବୁ ବେନିଫିଟ୍ସ ଗୁଡାକୁ ମୁଁ ତମକୁ କହିଦେବି ଓକେ ଦେଖ ଫାର୍ଷ୍ଟ ବେନିଫିଟ୍ସ ପାଞ୍ଚଟା ବେନିଫିଟ୍ସ ତମକୁ ମୁଁ କହିବି ତାପରେ ତମେ ଜଏନ ହେଇଯିବ ଠିକ ଅଛି ତ ଫାର୍ଷ୍ଟ ବେନିଫିଟ୍ସ ହଉଛି କଣ ପିଲାମାନେ ପ୍ରତ୍ୟେକ କ୍ଲାସର ତମକୁ ପିଡିଏଫ ମିଳିଯିବ ପ୍ରତ୍ୟେକ କ୍ଲାସରେ ଯେତିକ ସବୁ ଆମେ କ୍ଲାସ ପଢିବା ଧରାଯାଉ ଆଜି ଆମେ କଣ ପଢିଲେ ନା ଆମର ଆଲୋକ ବିଷୟଟି ପଢିଲେ ତ ଆଲୋକ ବିଷୟ କ୍ଲାସ ସରିଗଲା ମାତ୍ରେ ତମ ସେଇ ଗ୍ରୁପରେ ତମ ଏଇ କ୍ଲାସର ସବୁ ପିଡିଏଫ ଟା ବା ଯେତିକି ଆମେ ପଢିଲେ ସେଇ ପଢାର ପିଡିଏଫ ଟା ତମକୁ ସେଇ ଗ୍ରୁପରେ ମିଳିଯିବ ତ ସେ କଣ ପ୍ରତ୍ୟେକ କ୍ଲାସର ପିଡିଏଫ ମିଳିଯିବ ଆଉ କଣ ପିଲାମାନେ ମିଳିବ ନା PYQ ମିଳିବ ସାର୍ PYQ ଅର୍ଥ କଣ ନା ପ୍ରିଭିୟସ ଇୟର କ୍ୱେଶ୍ଚନ ପ୍ରିଭିୟସ ଇୟର କ୍ୱେଶ୍ଚନ କଣ ପିଲାମାନେ ପ୍ରତ୍ୟେକ କ୍ଲାସର ବା ପ୍ରତ୍ୟେକ ସବଜେକ୍ଟର ପ୍ରତ୍ୟେକ ଟପିକରେ ବା ପ୍ରତ୍ୟେକ ଚାପ୍ଟରରେ ଯେମିତି ଆମେ କହିବା ଆଲୋକ ପ୍ରତିଫଳନ ଓ ପ୍ରତିସରଣ ସେଇ ଆଲୋକ ପ୍ରତିଫଳନ ଓ ପ୍ରତିସରଣର 5 ବର୍ଷ ସେଇ ଚାପ୍ଟରକୁ ବେଶ କରିକି 5 ବର୍ଷ ହେଲାଣି କୋଉ କୋଉ କ୍ୱେଶ୍ଚନ ପଢୁଛି ପିଲାମାନେ 5 ବର୍ଷ ହେଲାଣି କୋଉ କୋଉ କ୍ୱେଶ୍ଚନ ପଡିଛି ସେଇ କ୍ୱେଶ୍ଚନ ଗୁଡାକୁ ଆମେ କଣ କରିବା ସେଇ ଗ୍ରୁପରେ ପ୍ରୋଭାଇଡ କରିବା ଠିକ ଅଛି ନା PYQ ମାଧ୍ୟମରେ ସେଟାକୁ ଆମେ ପ୍ରୋଭାଇଡ କରିବା ଆଚ୍ଛା ହଉ ତ ପିଲାମାନେ ଗୋଟେ ଚାପ୍ଟରରେ ଆମେ ମାଷ୍ଟରୀ ଲେଭେଲର ପ୍ରିପାରେସନ କରିବା ପାଇଁ ହେଲେ ଆମକୁ ଏତିକି ପଢିବାକୁ ପଡିବନି ଆହୁରି ଆମକୁ କ୍ୱେଶ୍ଚନ ଅଧିକରୁ ଅଧିକ MCQ କ୍ୱେଶ୍ଚନ ଆମକୁ ଡିସ୍କସନ କରିବାକୁ ପଡିବ ଯିଏକି ଆମେ ତାକୁ ସେଗୁଡା ବି ପ୍ରୋଭାଇଡ କରିବା SMS ମାଧ୍ୟମରେ ସାର୍ SMS କଣ ନା ସ୍ପେଶାଲ MCQ ସିଟ୍ ସ୍ପେଶାଲ MCQ ସିଟ୍ ପ୍ରତ୍ୟେକ ଚାପ୍ଟର ପାଖାପାଖି ଆମେ 100ରୁ 60ରୁ 100 ପିସ୍ ଆମେ 100ଟି କ୍ୱେଶ୍ଚନ ଆମେ କଣ କରିବା MCQ ରୁ ତମକୁ ପ୍ରୋଭାଇଡ କରିବା ତମେ ସେଇ MCQ କୁ ଦେଖିକି ତମେ କଣ ପ୍ରାକ୍ଟିସ କରିବ ୱିଥ ଆନ୍ସର ଠିକ ଅଛି ଖାଲି କ୍ୱେଶ୍ଚନ ନୁହଁ ୱିଥ ଆନ୍ସର ଦେଇକି ତମେ ପ୍ରାକ୍ଟିସ କରିବ ଆଉ କଣ ମିଳିବ ଛୁଆ 1-to-1 ମେଣ୍ଟରସିପ ୟାର ଅର୍ଥ କଣ ଛୁଆ 1-to-1 ମାନେ କଣ ତମର କୌଣସି ବି ପ୍ରୋବ୍ଲେମ କୌଣସି ଚାପ୍ଟରରେ କୌଣସି ସବଜେକ୍ଟରେ କୌଣସି ବି ପ୍ରୋବ୍ଲେମ ଆସିଲେ ତୁମେ ଆମ ସହିତ ପୁରାପୁରି କଣ୍ଟାକ୍ଟ କରିକି ନିଜର ସଲ୍ୟୁସନକୁ ଜାଣିପାରିବ ସେଟା ତମର ବେନିଫିଟ୍ସ ରହିବ ଆଉ କଣ ବେନିଫିଟ୍ସ ରହିବ ପିଲାମାନେ ତମେ ନିଜେ ଭିତରେ ନିଜ ଭିତରେ ଡିସ୍କସନ କରିକି ତମେ ଆହୁରି ତମ ନଲେଜ ଟାକୁ ଡେଭଲପ କରିପାରିବ ଠିକ ଅଛି ନା ନିଜ ଭିତରେ ଡିସ୍କସନ ଗ୍ରୁପ ଷ୍ଟଡି କରିକି ତମେ ଆରାମସେ ତମ ନିଜ ଡେଭଲପଟା ନିଜ ନଲେଜ ଟାକୁ ଡେଭଲପ କରିପାରିବ ଓକେ ତ ଏତିକି ପାଇଁ ପିଲାମାନେ ବିଲକୁଲ ବି ଏଇ ଗ୍ରୁପରେ ଜଏନ ହବା ପାଇଁ ତମକୁ ଲାଗୁଥିବ ବହୁତ ପଇସା ଲାଗୁଥିବ ନା ବିଲକୁଲ ବି ଏଟା ଫ୍ରି ଏଟା ଏକ୍ସକ୍ଲୁସିଭ ଗ୍ରୁପ ପାଇଁ ବିଲକୁଲ ବି ଏବେକା ପାଇଁ ପୁରା ଫ୍ରି ଚାଲିଛି ଏବେକା ପାଇଁ ପୁରା ଫ୍ରି ଚାଲିଛି ବହୁତ ବହୁତ ଓଡିଶା ପିଲା ମାନେ ଅଳ୍ପ କେତେକ ଜଏନ ହେଇଗଲେଣି ତମେ ନିହାତି ଭାବରେ ଜଏନ ହେଇଯାଅ ନୂଆ ଚ୍ୟାନେଲ ସେଥିପାଇଁ ଆସ୍ତେ ଆସ୍ତେ ଜଏନ ହଉଛନ୍ତି କିଛି ଅସୁବିଧା ନାହିଁ ଆରାମସେ ଜଏନ ହୁଅ ଠିକ ଅଛି ନା ପିଲାମାନେ ତ ଜଏନ କେମିତି ହବ ପିଲାମାନେ ଜଏନ କେମିତି ହବ ମେନ୍ ମୋଟିଭକୁ ଆସିବା ପିଲାମାନେ ଜଏନ କେମିତି ହବ ପିଲାମାନେ ତମ ସ୍କ୍ରିନ ଉପରେ ଗୋଟେ ନମ୍ବର ଲେଖା ହଉଛି ପିଲାମାନେ ଦେଖ 7205892090 ପିଲାମାନେ ଏଇଟା ହେଲା ମୋର ହ୍ୱାଟ୍ସଆପ ନମ୍ବର ଏଇଟା ମୋର ହ୍ୱାଟ୍ସଆପ ନମ୍ବର ଏଟାରେ କଲ୍ କରିବନି ହ୍ୱାଟ୍ସଆପ ରେ ଲେଖିବ ସାର୍ କଣ ଲେଖିବ ସାର୍ ଏଡ୍ ମି ସାର୍
एड मी बस एतिकी लिखिदेला माने मु तुमको व्हाट्सएप ग्रुप रे बा व्हाट्सएप चैनल रे मु तुमको जॉइन कर देबी आ सेही चैनल रे समस्त एतिक सब जिनसर एक्सेस तुम पाई जिवो जहा फल कि तुमर जो प्रिपेरेशन रे कोनोसी माने डिस्टरबेंस आसीबनी कोउठी भी तुमको गूगल सर्च रे माने गूगल सर्च करबा को पड़िबनी कि कोउठी पीवाई क्यू अछि कोउठी एमसीक्यू अछि तमर प्रॉब्लम रो सॉल्यूशन हमें कोउठी पाइबा तो सेउडा किछ तुमको हमर एठी सेठी खोजिया को पड़िबनी निहाती भाबरे ए ग्रुप रे जॉइन हेजु ए ग्रुप रे थरे जॉइन हे गला माने तुम तो टाइम वेस्ट हमर पुनी नेक्स्ट क्वेश्चन को जिबा पिला माने 7 नंबर क्वेश्चन कोन कहला गोटे अवतल दर्पण सम्मुखीन रे वस्तु एवं प्रतिबिंबर आकार समान हेले जदि से कहिछ कोन वस्तु और प्रतिबिंबर आकारटा समान होची तबे प्रतिबिंबर प्रकृति रा कोन हो जल्दी कमेंट करो पिला माने कोन बछ वास्तव ओ अलटा हो कोन हो पिला माने वास्तव ओ अलटा हबो जदि कोन हो ना वस्तुटा आउ तार प्रतिबिंबटा समान हे जाय वस्तु आउ तार प्रतिबिंबटा समान होय तेबे तार प्रकृति प्रतिबिंबर प्रकृतिटा कोन हो पिला ना वास्तव ओ अलटा हबो ऑप्शन ए इज द राइट आंसर वास्तव ओ अलटा हबो सर पिला माने तुम स्क्रीन ऊपर आस जाय एसआई पद्धति रे परम प्रतिसरणक ର ଏକକ ପ୍ରତିସରଣକ ଏକକ ମାନେ ସିମ୍ପଲ ଆମେ ଜାଣିଛେ ତାର କିଛି ଏକକ ହିଁ ନାହିଁ କିଛି ଏକକ ହିଁ ନାହିଁ ତ ଏଠି କଣ ହବ ପିଲାମାନେ ଏକକ ବିହୀନ ରାଶି ଏଟା ଗୋଟେ ଏକକ ବିହୀନ ବୋଲି ରାଶି ବୋଲି କହିପାରିବା କିଲୋମିଟର ପର ଆୱାର ହବନି କିଲୋମିଟର ପର ସେଣ୍ଟିମିଟର ହବନି ସେଣ୍ଟିମିଟର ପର ସେକେଣ୍ଡ ହବନି କିଲୋମିଟର ପର ସେକେଣ୍ଡ ହବନି ଏଗୁଡା କିଛି ହବନି ଅପସନ ଡି ଇଜ ଦ ରାଇଟ ଆନ୍ସର ଏକକ ବିହୀନ ରାଶି ଏଟା ଗୋଟେ କି ବିହୀନ ରାଶି ପିଲାମାନେ ଏଟା ଗୋଟେ ଏକକ ବିହୀନ ରାଶି ଓକେ 9 नंबर क्वेश्चन कौन कहूँ तुम स्क्रीन ऊपर आसी 9 नंबर क्वेश्चन जल्दी कमेंट कर कौन आंसर हम ना जो सरल रेखा वर्तुलाकार दर्पण पोल और वक्रता को जोग करे ताहाको आमे दर्पण कोण बोली कहितो से कोउठी कोउठी दर्पण पोल और वक्रता केंद्र को पोल आ वक्रता केंद्र को से जोग करे जी पोल और वक्रता केंद्र को जोग करे जी ताको आमे कोण कहबा ताको आमे कोण कहबा बा दर्पण ताको आमे कोण कहबा जल्दी कमेंट कर पिला माने कोण बछा भेरी गुड ताको आमे कोण कहिता पिले प्रमुख अक्ष बोली कहिता कोण कहिता पिले माने प्रमुख अक्ष बोली आमे कहिता ए रश्मि बोली ताको कहिनता बा द्वारक बोली भी मध्य ताको आमे तुम स्क्रीन ऊपर आसी पिला माने कोण गोटी अवतल दर्पण रे वस्तु केउठी रहिले सर्वदा आभासी और सड़क प्रतिबिंब सृष्टि हुए सिंपल एटा हम चित्र करबा को ही पड़िबनी पिला माने जदी तुम पढुछ ठीक से तो चित्र करबा को ही पड़िबनी ठीक अछि ना मु पढाई देबे तुमको थ्योरी पार्ट रे तुमको एई क्वेश्चन गुडा रे चित्र करबा को पड़िबनी तुम खाली क्वेश्चन पढिबो डायरेक्ट कहबो ना सर एटा ऑप्शन ए ऑप्शन बी ऑप्शन सी ऑप्शन डी होबो एटा होबो उत्तर डायरेक्ट क्वेश्चन चित्र करबा को ही पड़िबनी तुमको लेंस तयारी करिया को पड़िबनी दर्पण तयारी करिया को पड़िबनी बुझ पाछ ना नहीं तो निहाती भाबरे जदी थ्योरी क्लास जॉइन थ्योरी क्लास माने पाइबा पे चाहू तो निहाती भाबरे वीडियो टिक लास्ट को देखो मु कहिबी तुमको केमता थ्योरी क्लास माने तमे पाइ परिबो ठीक अछि से कोन कहला गोटी अवतल दर्पण रे वस्तु केउठी रहिले सर्वदा आभासी और सड़क प्रतिबिंब सृष्टि होबो जल्दी करो कमेंट पिला माने कोउठी रहइबो पिला माने सिंपल ए हमरो पी ओ एफ टारे रहइबा दरकार पी ओ एफ मध्य रे जदी रहइबो पी ओ एफ मध्य रे जदी रहइबो तेबे कोन होबो सर्वदा से आभासी और सड़क प्रतिबिंबटी सृष्टि होबो आभासी और सड़क प्रतिबिंबटी सृष्टि होबो ऑप्शन बी इज द माने तो सिंपली जंते जाउथिला में पाई गेले ठीक से ठीक अछि ठीक है खाली अच्छा हो तो पिला माने चैनल टी को जदी एपर्यंत सब्सक्राइब करना निहाती भाबरे सब्सक्राइब कर दो सब्सक्राइब कर देले कोन होबो प्रथम बेनिफिट्स कोन होबो तुम थ्योरी क्लास को पाई परिबो थ्योरी क्लास पाई परिबो पिला माने तम पई टार्गेट रहिछि कोन पिला माने 500 रु 1000 सब्सक्राइबर 500 रु 1000 सब्सक्राइबर करिदेला मात्रे कोन होबो पिले आमे थ्योरी क्लास नै के आसीबा बहुत बढ़िया थ्योरी क्लास वन शॉट क्लास नहीं आसिया पूरा तमे जेमतिया कहबो सेही बढ़िया क्लास नहीं आसिबा वन शॉट भी नहीं परिबा हमें हमर पार्ट वाइज भी नहीं परिबा काहे कि पिला माने हमको 500 रु 1000 सब्सक्राइबर दरकार कारण पिले आमे कोन करी आमे चाहूचे थ्योरी क्लास टाको आमे लाइव रे नबा ठीक अछि लाइव रे नेले कोन होबो लाइव क्लास करी नबा अर्थात लाइव रे नेले कोन होबो पिला माने लाइव कोले तमरो थ्योरी क्लास रो कोनोसी भी प्रॉब्लम रे इंटरेक्शन आमे सेठी करि परिबा तमे सेठी हमको आंसर पचारिबो आउ आमे से हमर सॉरी सेठी तमे हमको क्वेश्चन पचारिबो आमे सेठी पूरा डायरेक्टली आमे तो संगे संग तुमको आंसर दबा तो सेही हिसाब रे तमर भी किछि माने इंप्रूव होबो कि ना संगे संग माने प्रॉब्लम पचारछो संगे संग सार सपोर्ट आंसर दोजन तो सेति पय लाइव करिया पय हमको निहाती हमर केते दरकार 500 रु 1000 सब्सक्राइबर दरकार जेटा कि तमे ही केवल करि परिबो बस केमतिया करि परिबो ना तुम सांग पांचटी सांग सहित एई चैनल टी को शेयर कर दियो केवल पांचटी दशम श्रेणी पढुता पांचटी सांग मानको सहित केवल एई चैनल टी को शेयर कर दो बस आ सब्सक्राइब करिया पय कहि दियो निहाती भाबरे आमे आगामी अध्याय रे नै के आसीबा कोन पिले ना थ्योरी क्लास ओके
ପିଲାମାନେ କଣ ବର୍ତ୍ତୁଳାକାର ଦର୍ପଣ ଆର୍ ଏବଂ ଏଫ୍ ଠାରେ କେଉଁ ସମ୍ପର୍କ ରହିଛି? ପିଲାମାନେ ଆମେ ଜାଣିଛେ ବର୍ତ୍ତୁଳାକାର ଦର୍ପଣରେ କଣ ସମ୍ପର୍କ ରହିଛି? ଟିକେ କମେଇଦବା। ହଁ, ବର୍ତ୍ତୁଳ କଣ ଏଫ୍ ଇଜ ଇକ୍ୱାଲ ଟୁ କେତେ ଛୁଆ ଆର୍ ବାଇ ଟୁ। ଏଫ୍ ଇଜ ଇକ୍ୱାଲ ଟୁ ଆର୍ ବାଇ ଟୁ ବା ଆର୍ ଇଜ ଇକ୍ୱାଲ ଟୁ ଟୁ ଏଫ୍ ବୋଲି ଆମେ ଜାଣିଛେ। ଆର୍ ଇଜ ଇକ୍ୱାଲ ଟୁ ଟୁ ଏଫ୍। ଏଫ୍ ଇଜ ଇକ୍ୱାଲ ଟୁ ଟୁ ଆର୍ ନୁହଁ ଛୁଆ, ଆର୍ ଇଜ ଇକ୍ୱାଲ ଟୁ ଟୁ ଏଫ୍ ବୋଲି ଆମେ ଜାଣିଛେ। ଓକେ, ଅପସନ ଏ ଇଜ ଦ ଭୁଲ, ଅପସନ ବି ବିୟୁଟିଫୁଲ, ଅପସନ ବି ଇଜ ଦ ରାଇଟ ଆନ୍ସର। କଣ ନା ଏଫ୍ ଇଜ ଇକ୍ୱାଲ ଟୁ ଆର୍ ଇଜ ଇକ୍ୱାଲ ଟୁ ଟୁ ଏଫ୍ ବା ଏଫ୍ ଇଜ ଇକ୍ୱାଲ ଟୁ ଆର୍ ବାଇ ଟୁ। କହିଲେ ଜଳର ପ୍ରତିସରଣକ କେତେ ଅଟେ? ଜଳର ପ୍ରତିସରଣକ କେତେ ଅଟେ? ଡାଇରେକ୍ଟ କ୍ୱେଶ୍ଚନ ପଚାରି ଦେଇଛି କଣ 1.33 ଅଟେ। କେତେ ଅଟେ ପିଲାମାନେ? 1.33 ଅଟେ। ପିଲାମାନେ ବୁଝିଗଲା? ତ ଅପସନ ସି ଇଜ ଦ ରାଇଟ ଆନ୍ସର। ଅପସନ ସି ଇଜ ଦ ରାଇଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ ଯିବା। କମେଣ୍ଟ କରୁଛ ତ? ଭେରି ଗୁଡ। ଆଚ୍ଛା, ସେ କହୁଛି ଶୂନ୍ୟ ମାଧ୍ୟମରେ ଆଲୋକର ବେଗ କେତେ କେତେ ସେଣ୍ଟିମିଟର ପର ସେକେଣ୍ଡ ଅଟେ? ପିଲାମାନେ ଏଇଟା ମୁଁ ପାୱାରଟା ହେଲା, ଏଇ ଯୋଉ ଛୋଟ ଅକ୍ଷର ଯୋଉଟା ଲେଖା ହେଇଛି ଏଇଟା ପାୱାର ହେଲା। ସେ କହୁଛି 3 into 10 to the 8, 3 into 10 to the 2, 3 into 10 to the 10, 3 into 10 to the 4। ପିଲାମାନେ କିଛି ପିଲା ସେମାନେ ବଢିଆ ପିଲା, ଆଉ କିଛି କେହି ଖରାପ ପିଲା ନାହାନ୍ତି, ବଢିଆ ପିଲା ଅଛନ୍ତି, ଠିକ ଅଛି। କିଛି ପିଲା କମେଣ୍ଟ କରିବେ ସାର୍ ଏଇଟା ଅପସନ ଏ ହବ, ଆମେ 100% ଦେଇକି କହିବା ନା ସାର୍ ଅପସନ ଏ ହବ 3 into 10 to the 8 ହବ ଆନ୍ସର। ଛୁଆ ପିଲାମାନେ ମନେ ରଖିଥାଉ, ଏଇଟା ହେଲା କଣ ଶୂନ୍ୟରେ ଆଲୋକର ବେଗ, ଏଇଟା ହେଲା ମିଟର ପର ସେକେଣ୍ଡ। ପିଲାମାନେ ମିଟର ପର ସେକେଣ୍ଡ, ସିଏ ମତେ କହିଛି ପିଲାମାନେ କଣ ସେଣ୍ଟିମିଟର ପର ସେକେଣ୍ଡ। ତ ଆମେ ଜାଣିଛେ 1 ମିଟର ଯେ କେତେ ସେଣ୍ଟିମିଟର? ସାର୍ 100 ସେଣ୍ଟିମିଟର। ତ ଆମେ ଖାଲି ଏଇଠି କଣ ଆଉ ଦୁଇଟା ଶୂନ ଏଡ୍ କରିଦବା। କଣ କରିଦବା? ଆଉ ଦୁଇଟା ଶୂନ ଏଡ୍ କରିଦବା। ତେବେ କଣ ହେଇଯିବ? 3 into 10 to the 10 ସେଣ୍ଟିମିଟର ପର ସେକେଣ୍ଡ। ସେଣ୍ଟିମିଟର ପର ସେକେଣ୍ଡ। ତ ଅପସନ ଏଟା କୋଉଟା? ଅପସନ ବି। ଅପସନ ବି ଟା ହଉଛି ରାଇଟ ଆନ୍ସର ହବ। ଦେଖିଲ, ଏମିତିଆ ପରୀକ୍ଷାରେ ଯାଇକି ଛାନିଆ ହେଇକି ଶୀଘ୍ର ଭୁଲ କରିଦେଇକି ପଳେଇ ଆସିବାନି। ଆମେ ଦେଖିବା ପ୍ରଥମେ ଏକକ କଣ ଦେଇଛି, ମିଟର ପର ସେକେଣ୍ଡ ଦେଇଛି ନା ସେଣ୍ଟିମିଟର ପର ସେକେଣ୍ଡ ଦେଇଛି ନା କିଲୋମିଟର ପର ଆୱାର ଦେଇଛି। ସେଇ ଅନୁସାରେ ଆମେ ଆନ୍ସର ଟାକୁ ମଡିଫାଇ କରିବା। ଓକେ, ପିଲେ କଣ ନା 25 ସେଣ୍ଟିମିଟର ଫୋକସ ଦୂରତା ବିଶିଷ୍ଟ ଏକ ଅବତଳ ଲେନ୍ସ ଅବତଳ ଲେନ୍ସ କେତେ ଡାଇଭର୍ସ? ସିମ୍ପଲ ଡାଇରେକ୍ଟ ଫର୍ମୁଲା ପକେଇଦେଲେ କେତେ ହବ ଛୁଆ ପିଲାମାନେ? -4। -4 ହବ। କେତେ ହବ ପିଲାମାନେ? -4 ହବ। ଆଉ ହଁ ପିଲାମାନେ, ଯଦି ତମେ ଥିଓରି ଚାହୁଁଛ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଯଦି ତମେ କିଛି ବୁଝିପାରୁନ ସାର୍ ଏଟା 25 ରୁ ଆମେ -4 କେମିତି ହେଲା, ଡାଇରେକ୍ଟ ଆମେ ଫର୍ମୁଲା ପକେଇଲେ ଡାଇରେକ୍ଟ ଫର୍ମୁଲା। ଯଦି ତମେ ମାନେ ଥିଓରି ମାନେ ବୁଝିପାରୁନ ତ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଆଉ କମେଣ୍ଟରେ ଜଣେଇବ ଆମକୁ ନା ସାର୍ ଥିଓରି ଆମକୁ ଯେତେ ଶୀଘ୍ର ପଛେ ଆଣନ୍ତୁ, ପଛେ 50 100 ସବସ୍କ୍ରାଇବର ହେଲେ ବି ମୁଁ ଆମକୁ ନେଇ ଆସନ୍ତୁ, ଆମ ଦରକାର ଥିଓରି। ତ ମୁଁ ନିହାତି ଭାବରେ ନେଇ ଆସିବି ତମ ପାଇଁ, ଠିକ ଅଛି ନା? ନିହାତି ଚ୍ୟାନେଲଟିକୁ। ନେକ୍ସଟ କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି। ଗୋଟିଏ ଲେନ୍ସର ପାୱାର 2 ଡାଇପ୍ଟର ହେଲେ ଏହାର ଫୋକସ ଦୂରତା କେତେ ହବ? ଜଲ୍ଦି କୁହ। ସେଇଭଳିଆ କ୍ୱେଶ୍ଚନ। ଅପସନ ଡି 50 ହେଇଯିବ। କେତେ ହବ ପିଲାମାନେ? 50 ଡାଇପ୍ଟର। କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି। ନା ଆଲୋକର ରଶ୍ମି ତାର ଗତିପଥରେ ଥିବା ଏକ କ୍ଷୁଦ୍ର ସ୍ୱଚ୍ଛ ବସ୍ତୁ ନିକଟରେ ବାଙ୍କି ଯିବା ଘଟଣାକୁ କଣ କୁହାଯାଏ? ସେ ଯୋଉ କଣ ହେଇଥାଏ ବାଙ୍କି ଯାଏ, ସେ ଗୋଟେ ସ୍ୱଚ୍ଛ ବସ୍ତୁ ନିକଟରେ ସେ କଣ ହେଇଯାଇଥାଏ? ବାଙ୍କି ଯାଇଥାଏ। ଆଉ ସେଇ ଘଟଣାଟାକୁ ଆମେ କଣ କହିଥାଉ? ସିମ୍ପଲ କ୍ୱେଶ୍ଚନ, ଜଲ୍ଦି କୁହ କଣ କହିଥାଉ ପିଲାମାନେ? ବିକିର୍ଣ୍ଣନ କହିଥାଉ ପିଲାମାନେ। କଣ କହିଥାଉ ଯେ? ବିକିର୍ଣ୍ଣନ ବୋଲି ଆମେ କହିଥାଉ। ତାକୁ ଆମେ କଣ କହିଥାଉ? ସେ ଯୋଉ ବାଙ୍କି ଯିବାଟା ବିକିର୍ଣ୍ଣନ। ଅପସନ ସି ଇଜ ଦ ରାଇଟ ଆନ୍ସର। ତମ ସ୍କ୍ରିନ ଉପରେ ଆସିଯାଇଛି ପିଲେ। କେଉଁ ଦର୍ପଣରେ ଆଭାସୀ ଓ ବର୍ତ୍ତିତ ପ୍ରତିବିମ୍ବ ସୃଷ୍ଟି ହୁଏ? କେଉଁ ଦର୍ପଣରେ ଆଭାସୀ ଓ ବର୍ତ୍ତିତ ପ୍ରତିବିମ୍ବ ସୃଷ୍ଟି ହୁଏ? ଜଲ୍ଦି କମେଣ୍ଟ କର ପିଲାମାନେ। ଆଭାସୀ ଓ ବର୍ତ୍ତିତ ପ୍ରତିବିମ୍ବ ସୃଷ୍ଟି ହୁଏ। କମେଣ୍ଟ ଆସିଲାନି ପିଲାମାନେ, କମେଣ୍ଟ କର ଜଲ୍ଦି। କଣ ହବ ପିଲେ? ନା ସାର୍ ଅବତଳ ଦର୍ପଣରେ। କଣ ହବ ଛୁଆ? ଅବତଳ ଦର୍ପଣରେ। ଓକେ, ଅବତଳ ଦର୍ପଣରେ କଣ ହେଇଥାଏ? ନା ଆଭାସୀ ଓ ବର୍ତ୍ତିତ ପ୍ରତିବିମ୍ବଟି ସୃଷ୍ଟି ହୋଇଥାଏ। ଓକେ ପିଲାମାନେ, ଆଜିକାର ସେସନ ପାଇଁ ଏଇ ଯୋଉ ଟପିକ ପାଇଁ ବାସ୍ ଏତିକି କ୍ୱେଶ୍ଚନ ନେଇକି ଆସିଥିଲେ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପିଲାମାନେ, ଏଇ ଭିତରୁ ସବୁ ଗୁଡା ବହୁତ ଇମ୍ପୋର୍ଟାଣ୍ଟ। ନିହାତି ଭାବରେ ପିଲାମାନେ ତମେ ଏଗୁଡା ସବୁ ପ୍ରାକ୍ଟିସ କରିଦବ। ଆଉ ହଁ, ନିହାତି ଭାବରେ ମୁଁ ବହୁତ ରିକ୍ୱେଷ୍ଟ କରିବି, ନିହାତି ଭାବରେ 7205892090 ଏଇ ନମ୍ବରରେ ମତେ ମେସେଜ କରିକି ତମେ ସେଇ ଗ୍ରୁପରେ ଜଏନ ହେଇଯିବ, ଠିକ ଅଛି ନା? ସେଇ ଯୋଉ ହ୍ୱାଟ୍ସଆପ ଗ୍ରୁପରେ ଜଏନ ହେଇଯିବ। ହ୍ୱାଟ୍ସଆପ ଗ୍ରୁପରେ ଜଏନ ହେଇଗଲା ମାନେ ତମର ଆହୁରି ବହୁତ ବେନିଫିଟ୍ସ, ତମକୁ ବହୁତ ସ୍ପେଶାଲ MCQ ମିଳିବ ସେଠି। ଆଉ ଆହୁରି ତମେ ଅଧିକରୁ ଅଧିକ ପ୍ରାକ୍ଟିସ କରିପାରିବ, ଆଉ ତମ ଏକ୍ସାମରେ ବହୁତ ବଢିଆ ମାର୍କ ରଖିପାରିବ। ତ ପିଲାମାନେ
ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ। ତମେ ଏତିକି ପର୍ଯ୍ୟନ୍ତ ଦେଖୁଛ ମାନେ ତମେ ବହୁତ ଡେଡିକେଟେଡଲି ପଢିବାକୁ ଯାଉଛ। ଆଉ ଯଦି ଡେଡିକେଟେଡଲି ପଢୁଛ ପିଲାମାନେ ତମେ ନିହାତି ଭାବରେ ଦଶମ ଶ୍ରେଣୀରେ ଭଲ ମାର୍କ ରଖିବ। ତମେ ନିହାତି ଭାବରେ ଦଶମ ଶ୍ରେଣୀରେ ଭଲ ମାର୍କ ରଖିବ। ଆଉ ଯଦି ଦଶମ ଶ୍ରେଣୀରେ ବଢିଆ ମାର୍କ ରଖିବାକୁ ଚାହୁଁଛନ୍ତି ନିହାତି ଭାବରେ ଏଇ ଚ୍ୟାନେଲଟିକୁ ଫଲୋ କରନ୍ତୁ। ପ୍ରତ୍ୟେକ ଦିନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ସକାଳ 8ଟା ବେଳେ ଆମର ଏଇ ଚ୍ୟାନେଲରେ ଭିଡିଓ ଅପଲୋଡ ହେଇଯିବ। ସେ ହେଉଛି ମ୍ୟାଥ ଆଉ ସାଇନ୍ସ ର ଭିଡିଓ ଅପଲୋଡ ହେଇଯିବ। ଯଦି ତମକୁ ମ୍ୟାଥ ଆଉ ସାଇନ୍ସ କୁ ଛାଡିକି ଆହୁରି ସବୁ ସବଜେକ୍ଟର ଯଦି ଭିଡିଓ ଦରକାର ହଉଛି ନିହାତି ଭାବରେ କମେଣ୍ଟରେ ଜଣେଇବୁ। ଆମେ ଆହୁରି ଟିଚରକୁ ନେଇକି ଆସିକି ଆମେ ନିହାତି ଭାବରେ ସବୁ ସବଜେକ୍ଟର ଭିଡିଓ ଗୁଡାକୁ ବନେଇବା ପାଇଁ ଚେଷ୍ଟା କରିବୁ। ଓକେ, ବାସ୍ ଆଜି ପାଇଁ ଏତିକ। ବାସ୍ କମେଣ୍ଟରେ ଜଣେଇଦବ ପିଲାମାନେ କିଏ କେତେ ମାର୍କ ରଖିଲେ, ଆଉ ତମେ ସବୁ କୋଉଠୁ ଦେଖୁଛ, ତୁମର ଘର ସବୁ କୋଉଠି, ଆଉ ତୁମ ନାଁ ସବୁ କମେଣ୍ଟରେ ଜଣେଇଦବ, ଯାହା ଫଳରେ କି ମତେ ଜଣା ପଡିବ ଯେ ନା କିଏ ଆମ ପିଲା କୋଉଠି ସବୁ ଦେଖୁଛନ୍ତି। ତ ଆଜି ପାଇଁ ଏତିକ ପିଲାମାନେ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।